କିଛି ନୂତନତ୍ୱ ନାହିଁ। ତୁଚ୍ଛା ଶଗଡ଼ ବଳଦ ହାଲିଆ। ଶଗଡ଼ରେ ଲୋଡ଼ ନାହିଁ, ଖାଲି ଶଗଡ଼ଟାକୁ ଦୌଡ଼ି ଦୌଡ଼ି ନେଉଛନ୍ତି। ଆରେ ନୂତନତ୍ୱ କେଉଁଟା ନଥାଏ? ନୂଆ ଜିନିଷଟେ କରିଛନ୍ତି ମୋତେ କହିଲେ? କିଛି ନୂତନତ୍ୱ ନାହିଁ। ଚାଷୀଙ୍କ ପାଇଁ କିଛି ନାହିଁ, ଯୁବକମାନଙ୍କ ପାଇଁ କିଛି ନାହିଁ, ନିଯୁକ୍ତିରେ କିଛି ନାହିଁ। ଏବଂ ଯେଉଁଟା ଆପଣଙ୍କର ଆଳୁ ପିଆଜ ଯେଉଁ ସାମଗ୍ରୀ ପ୍ରତ୍ୟେକ ଦିନ ଯେଉଁ ବ୍ୟବହାର ସାମଗ୍ରୀ ଆବଶ୍ୟକତା ରହିଛି ଲୋକଙ୍କ ପାଖରେ, ତାକୁ କ'ଣ କରିବା ତା ଉପରେ କୌଣସି ଅଭିଭାଷଣ ନାହିଁ। ପୋଲାମ୍ବରମ୍ କଥା ଉଠେଇ ଲେଖି ନାହାନ୍ତି। ମୁଖ୍ୟତଃ ପୋଲାମ୍ବରମ୍ କଥା ଲେଖିବା କଥା ରାଜ୍ୟ ସରକାର, ପୋଲାମ୍ବରମ୍ କଥା ଲେଖି ନାହାନ୍ତି। ମହାନଦୀ କଥା ଉଲ୍ଲେଖ ନାହିଁ, କୋଟିଆ କଥା ନାହିଁ। ଖାଲି ମାଇନ୍ସ ଫାଇନ୍ସ ଉପରେ ତାଙ୍କର କୌଣସି ଯେଉଁ ମାଇନ୍ସ ଚାରିଆଡ଼େ ଚାଲିଛି, ଚୋରାଚାଲାଣ ଚାଲିଛି, ତାକୁ କେମିତି ବ୍ରେକ୍ କରିବେ ସେ କଥା ନାହିଁ। କେବଳ ତାଙ୍କର ବାହାସ୍ପଟ ମାରିଛନ୍ତି। ଯାଙ୍କେ ଯାହା ଲେଖିକି ଦେଇଛନ୍ତି ସରକାର, ଗଭର୍ଣ୍ଣର ମହାଶୟ ତାକୁ ପଢ଼ିଛନ୍ତି। ଆଇରେ କୌଣସି ନୂତନତ୍ୱ ନାହିଁ। ଇଏ ଏକ ମାନେ ଅତି ନିନ୍ଦନୀୟ ଲଜ୍ଜାଜନକ କଥା। ନାଇଁ, ସବୁ ବିଧାୟକ ଆମ ଦଳର ଯାଇଥିଲୁ ଯେ ଇଏ ଆମର ମୋହନା ବ୍ଲକରେ ଆମର ଯାଇଥିଲୁ ବିଧାୟକ ମାନେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁରୋଧ କଲୁ ମୋହନା ବ୍ଲକରେ ଖ୍ରୀଷ୍ଟିଆନମାନଙ୍କର ଖ୍ରୀଷ୍ଟୀୟ ଭାଇ ଭଉଣୀମାନଙ୍କର ଗୋଟେ ସମ୍ମିଳନୀ ହେବ। ଜିଲ୍ଲାପାଳ ପରମିଶନ ଦେଉନାହାନ୍ତି। ଯେହେତୁ ବହୁ ଖ୍ରୀଷ୍ଟିଆନ ଭାଇମାନେ ଆମମାନଙ୍କୁ ଅନୁରୋଧ କରିଛନ୍ତି ଯେ ଆମେ ଗୋଟେ ସମ୍ମିଳନୀ ପ୍ରତ୍ୟେକ ବର୍ଷ ଆମେ ସମ୍ମିଳନୀ କରୁଥିଲୁ। ଆଜି ଦୀର୍ଘ ବର୍ଷ ଧରିକିରି 75 ବର୍ଷ ହେଲା ତାଙ୍କେ 75 ବର୍ଷର ପାଳନ କରୁଛନ୍ତି। 75 ବର୍ଷ ପାଳନ କରିବେ। ଚାରିଆଡ଼ୁ ତାଙ୍କର ଖ୍ରୀଷ୍ଟିଆନ ଗୁରୁମାନେ ଆସିବେ ଏବଂ ତାଙ୍କର ଖ୍ରୀଷ୍ଟିଆନ ଭାଇ ଭଉଣୀ ମା ଭଉଣୀମାନେ ଆସିବେ। ତାକୁ ରାଜ୍ୟ ସରକାର ଜାଣି ଶୁଣିକିରି ବନ୍ଦ କରୁଛନ୍ତି ବୋଲିକିରି କମ୍ପ୍ଲେନ୍ ହେଲା। ସେଇଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କରିବାକୁ ଯାଇଥିଲୁ ଯେ ଦୟାକରି ଆପଣ ନିର୍ଦ୍ଦେଶ ଦିଅନ୍ତୁ। ଯେ ନିର୍ଦ୍ଦେଶ ଦେଲେ ଯାଇକି ସେମାନେ ପରମିଶନ ଦେବେ। ମୁଖ୍ୟମନ୍ତ୍ରୀ କହିଲେ ମୁଁ ବିଚାର କରୁଛି, ଦେଖୁଛି, ଆସୁଛି, ବସୁଛି, ଉଠୁଛି, କିନ୍ତୁ ସ୍ପଷ୍ଟ କିଛି କହିନାହାନ୍ତି। ଆଉ ଗୋଟେ ପ୍ରସଙ୍ଗ ଯା ନବୀନ ଆଜି ସନାତନ ମହାକାଳଙ୍କୁ ତାଗିଦ କଲେ ଯେ କହିଲେ ତମେ କାଲି ବିଜେଡି ବିଧାୟକ ଦଳ ବୈଠକ ବସିଥିଲା, ଆପଣ କାହିଁ ଆସିନଥିଲେ? ଶୁଣନ୍ତୁ, କିଏ ନବୀନ ବାବୁ ହେଲେ ବିଜୁ ଜନତା ଦଳର ବୋସ୍। ସିଏ ହେଲେ ଆମର 2 ଥର ବିଧାୟକ ହେଉଛନ୍ତି ଆମର ସନାତନ ମହାକୁଡ଼ ବାବୁ। ତାଙ୍କର ତାଙ୍କର ନିଜର କଥା, ଏଇଟା ନିଜର କଥା। ଯେହେତୁ ବିଜୁ ଜନତା ଦଳ ବର୍ତ୍ତମାନ ବହୁତ ସସ୍ପେନ୍ସରେ ଅଛି ଯେ କିଏ ପଳେଇବେ, ବିଜେପି କିଏ ଯିବ, କଂଗ୍ରେସକୁ କିଏ ଯିବ, ଏଇସବୁ ଜିନିଷଟା ତାଙ୍କ ମାନସିକ ଭାବରେ ସେ ଦୁର୍ବଳ ହୋଇପଡ଼ିଛନ୍ତି। ବିଜୁ ଜନତା ଦଳ ଦୁର୍ବଳ ହୋଇପଡ଼ିଛନ୍ତି, କିଏ କେଉଁ ଦଳକୁ ଚାଲିଯିବେ ବୋଲିକିରି। ସେଇଥିପାଇଁ ସେ ତାଗିଦ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଅନ୍ୟ ଦଳର ବିଧାୟକ ଭେଟିବା କଥା ମାନେ କ'ଣ ଦଳୀୟ ବିଧାୟକ ହେଇଯିବା? ନାଇଁ, ମୁଖ୍ୟମନ୍ତ୍ରୀ ମୁଁ ତ ମିଶୁଛି, ସମସ୍ତେ ମିଶୁଛନ୍ତି। ନିଜ ନିର୍ବାଚନ ମଣ୍ଡଳ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ମିଶିବା କ'ଣ ପାପ? ତ ପାପ ନୁହଁ, ମହାପାପ ନୁହଁ ତ ଇଏ, ଜମା ପାପ ନୁହଁ। ନିଜର କର୍ମ କରିବା ପାଇଁ, ନିଜ ନିର୍ବାଚନ ମଣ୍ଡଳୀର କାର୍ଯ୍ୟ କରିବା ପାଇଁ। ଏବେ ନବୀନ ବାବୁଙ୍କୁ ମୁଁ ଜିନ୍ଦାବାଦ ଧନ୍ୟବାଦ ଦେଲି। ମୁଖ୍ୟମନ୍ତ୍ରୀ ଥିଲେ, ମୁଁ କ'ଣ ବିଜେଡ଼ିରେ ମିଶିଗଲି? ବିଭିନ୍ନ ପ୍ରସଙ୍ଗରେ ଉଠିଲା ଯେ ବିଜେଡ଼ିରେ ମିଶେ। ଆମେ କାହିଁ ବିଜେଡ଼ିରେ ମିଶୁ? ସଚ୍ଚା କଂଗ୍ରେସ ଲୋକ। ଶୁଣନ୍ତୁ, କିଏ ହବ କିଏ ନ ହବ, ମୁଁ କେବେ କହିନି ଯେ ଆଶା थे ଉଲୁକା ହେଲେ ବି ଠିକ୍, ଜୟଦେବ ଜେନା ହେଲେ ବି ଠିକ୍, ଯିଏ ବି ହେଲେ ବି ଠିକ୍। ଭକ୍ତଚରଣ ଦାସ ତ ମୁଁ ନିଜେ କହିଥିଲି, ମୁଁ ଆପଣମାନେ ଓପେନ୍ କହିଥିଲି, ତୁମେ କାହାକୁ ଅବଜର୍ଭର ଆସିଥିଲେ ଭକ୍ତଚରଣ ଦାସ ହେଲେ ଭଲ ହେବ ବୋଲି କହିଥିଲି। ଏବଂ ଯେଉଁ ଡେରି କଲେ, ମୁଁ ତୁମେ ଯାହାକୁ କରୁଛ କର, ଜଲ୍ଦି ସରେଇଦିଅ। ପାଇଟି ଛିଣ୍ଡି ଯାଉ, ଲେଖା ଛିଣ୍ଡିଯିବ। ଏବେ ଦେଖ, ଏବେ ଭକ୍ତଚରଣ ଦାସ ହେଲେ ଦୌଡ଼ିବ, ଘୋଡ଼ା ସହିତ ଘୋଡ଼ା ଯେମିତି ଟପ୍ ଟିକେ ଦୌଡ଼ୁଛନ୍ତି, ଇଏ ବି ସେମିତି ଟପ୍ କରି ଦୌଡ଼ିବେ।
Thank you. ପଦଯାତ୍ରା ଆରମ୍ଭ ହେଉଛି ଏବେ ସେ ଆସିବେ 18 ତାରିଖ ପଦଯାତ୍ରା ଆରମ୍ଭ କରିବେ ପଦଯାତ୍ରା ଚାରିଆଡ଼େ ଭୁବନେଶ୍ୱର ଟୁ ପୁରୀ ପଦଯାତ୍ରା କରିବେ ନିଷ୍ପତ୍ତି କରିସାରିଲେଣି ପ୍ରେସ୍ରେ କହିସାରିଲେଣି ସେ ହେବେ ବଢ଼ିଆ ହେବ କିଛି ଅସୁବିଧା କ'ଣ ଅଛି।